एकादशस्कन्ध त्रयोविंशोऽध्याय उद्धवोवाच। उद्धवशिरे देव देई कर बोलई शुण दामोदर। वेद विचारी तत्व जाणी जेबे संसारुतरे प्राणी। से तत्व एक वा अनेक कह केशव तु विवेक। नाना प्रकारे मुनि गणे कहती तत्व विचारणे। के षट सप्त चारि भणे के एकादश परिमाणे। के पंचविंश षड्विंश केउ करती सप्तदश। के माने नव एकादश काहार मते त्रयोदश। के बोले षट्दश मते एणु संशय मोर चिते। मु पुणी तोर सन्मते प्रस्तावे पुछिलहि तोते। नव तृतीया एकादश सांख्य पुराण त्रयोदश। त्रिनव एकादश दिने न शुणी तुम्बर वचने। नाना प्रकारे मुनिगणे कहती तत्व विचारणे। ए सर्व सत्य केवा केते के नुहे नाना वेद मते। हेमंते उद्धव वचन जेतारे चित्तगत भ्रम। श्री भगवान वाच। ए पुणी कहती चक्रपाणी शुण हे वो मुनिगण वाणी। मुक्ति लभंती सर्वस्थाने जे अवा जेते परिमाणे। केते नुहे दुर्घटना से सत्य ए तिनि भुवन। संसारे मुनिगण चित्त मोर मायारे विमोहित। नाना प्रकारे तर्क बळे तत्व वखाणती शयळे। तर्क विवाद प्रकारे वचने नाना शक्ति धरे। तेणु ए अनेक प्रकारे तत्व विचारती संसारे। तेणु वचन याकर बुझतु अनेक प्रकार। मु जहा कहूअछि तोते संसारे सत्य मात्र एते। विवादे तर्क बड़े नित्य एणु कहती नाना मते। मुनि वचन सुघटन तेणु से नुहि खंडन। स्वभावे मोर माया ज्ञानी मुक्ति कहती जेबे मुनि। तांक वचन महिस्थळे मोहि स्थापहि भक्ति बळे। ईश्वर पुरुषंक गात्रे विच्छेद नाही तिळे मात्रे। विकल्प कल्पना गोचरे असत्य ज्ञान ही न करे। तथापि तांक वचन मोहि जे करहि स्थापन। मुक्ति कहती श्रुति वेदे पंडित स्वभावे विवादे। हेमंत मुनि वचने जेते घटहि अनुमाने। शास्त्र विचारती संसारे हेमंत अनेक प्रकारे। न्याय वचने मुक्ति बळे कर्णे शुणन्ते कौतूहळे। पंडित जनक वचन केते नुहे अघटन। हेमंते गुणमय वाणी उद्धव कृष्ण मुखु शुणी। पुणी संशय करि मने पूछहि कृष्ण सन्निधाने। प्रकृति पुरुष स्वभावे ईश्वर तहु विर्न जेबे। आश्रय करती अन्य अन्य नित्य बसंती यथा स्नान। प्रकृत पुरुषर देह वसहि जीवनर प्राय। पुरुष प्रकृति न छाड़े एणु एतांती एक जड़े। चिते संशय मोहर छेद ए कमलार वर। गोविंद कमल लोचन परम पुरुष उत्तम। तोर मायारे जीव जेते विमोह जंत्रित जगते। ଯାହାକୁ ହେଉତୁ ସଦୟ ଜ୍ଞାନ ତା ହୃଦରୁ ଉଦୟ। ତୁ ଆତ୍ମା ସର୍ବଜୀବପତି ସୁଗୁର ଜ୍ଞାନ ଗମ୍ୟ ଗତି। ହେମନ୍ତ ଶୁଣି ତା ବଚନ କହନ୍ତି ଦେବକୀ ନନ୍ଦନ। ପ୍ରକୃତି ପୁରୁଷଙ୍କ ଗୁଣ ସଂଯୋଗ ବିଯୋଗ କାରଣ। ସକଳ ଗୁଣ ଭେଦ ଯେତେ ବିସ୍ତାରି କହୁଅଛି ତୋତେ। ତାହା ଚିତେ ଭଲେ ସ୍ମର ଶୁଣି ଉଦ୍ଧବ ଯୋଡ଼େ କର। ଏ ବୋଲଇ ବିନୟ ବଚନ ଭୁନାତ କର ଅବଦାନ। ତୋର ବିମୁଖ ଯେତେ ପ୍ରାଣୀ ତାହାଙ୍କୁ ନିଜ କର୍ମେ ଆଣି। ନାନା ଯୋନିରେ ଜାତ କରେ ଯେଣୁ ଶରୀର ପ୍ରାଣୀ ଧରେ। ଭ୍ରମନ୍ତି ନିଜ କର୍ମ ପତେ ଦୁଃଖ ଦୁରିତ ଭୋଗ ଅର୍ତେ। ଶରୀର ଧରନ୍ତି କେମନ୍ତେ ଛାଡ଼ଇ ନିଜ କର୍ମ ଅନ୍ତେ। ନାନା ବିପାକେ ଭୁଞ୍ଜେ କର୍ମ ଗତ ଆଗତ ପଥ ଶ୍ରମ। ଭନାଥ ଭକତ ବତ୍ସଳ କରୁଣା ସିନ୍ଧୁ ଆଦି ମୂଳ। ନମୋ ଗୋବିନ୍ଦ ଦାମୋଦର କହ ସଂଶୟ ଯାଉ ମୋର। ଉଦ୍ଧବ ବାକ୍ୟ ଯଦୁନାଥ ଜୀବର ଗତି ପରମାର୍ଥ। କହନ୍ତି ଉଦ୍ଧବକୁ ଚାହିଁ ଶୁଣ ହେ ଏକଚିତ ହୋଇ। ମନଟି ହୁଏ କର୍ମମୟ ନାନା ପ୍ରକାରେ ସୃଜେ ଦେହ। ପ୍ରାଣୀ ଜୀବନ ଅନ୍ତକାଳେ ମନ ଭ୍ରମ ହିଁ ଅନ୍ତରାଳେ। ଏ ସ୍ତ୍ରୀ ସଙ୍ଗତେ ଯାହା ଭାବେ ସେ ଅନୁସାରେ ଜନ୍ମ ଲଭେ। ଏଣୁ ସେ ମନ ଥାଏ ଜଇଁ ସେ ଜୀବ ଆତ୍ମା ମିଳେ ତଇଁ। ଏ ଆତ୍ମା ଅହଙ୍କାରେ ବନ୍ଦୀ ଅଦୃଷ୍ଟ ବସ ନିରବଧି। ଏଣୁ ଏ ନାନା ମନୋରଥେ ବିଷୟ ଜ୍ଞାନ ଅବିରତେ। ଧ୍ୟାନେ ଚିନ୍ତଇ ସ୍ୱର୍ଗବାସ କେବେ ଇନ୍ଦ୍ର ପଦେ ଆସ। ଭୂମିରେ ଚିନ୍ତେ ରାଜପଦ ନାନା ପ୍ରକାରେ ଭୋଗେ ସଦମ୍। ହେମନ୍ତ ଚିନ୍ତଇ ନିରତେ ମନ ଭ୍ରମ ହିଁ ନାନା ମତେ। ହେମନ୍ତ ଚିତ୍ତ ଜହିଁ ରହେ ଜ୍ଞାନ ହରାଇ ପୂର୍ବ ଦେହେ। ମନ ନିଶ୍ଚଳ ଜୀବ ସଙ୍ଗେ କର୍ମ ମିଳଇ ତାର ଆଗେ। ସେ ପର ଦେହେ ଯେବେ ପଶେ ଏକାନ୍ତେ ମନ ଚହିଁ ମିଶେ। ଏ ଆତ୍ମା ସଙ୍ଗତେ ରହେ ଧୀରେ ପୂର୍ବ ଶରୀର ସେ ପାଶରେ। ଲଭଇ ପର ଦେହ ସଙ୍ଗ ତେବେ ପାଶରେ ପୂର୍ବ ଅଙ୍ଗ। ମନ ସଙ୍ଗତେ ଚଳେ ପ୍ରାଣୀ ହେମନ୍ତେ ଲଭଇ ମରଣ। ପୂର୍ବ ଶରୀର ପରିତ୍ୟାଗୀ ନୂତନ ଦେହେ ଅନୁରାଗୀ। ସେ ଦେହେ ରହେ ଆତ୍ମା ଭାବେ ପ୍ରାଚରୀ ପ୍ରକୃତି ସ୍ୱଭାବେ।
ଜୀବର ଜନ୍ମ ଏ ପ୍ରକାର ଶରରୁ ଶରୀର ବାହାର ଏ ଜୀବ ସ୍ୱପ୍ନ ମନୋରଥେ ଯେ ରୂପେ ଭ୍ରମୁଥାଇ ନିତେ ନିଦ୍ରା ଅବସାନ ଅସଚେତ ଯେମନ୍ତେ ପାଶ ରହି ଚିତ ସେହି ପ୍ରକାରେ ପୂର୍ବ ଦେଇ ପାଶରେ ପରତନୁ ପାଇ ଜନ୍ମ ମରଣ ବେନିମତ ବିଚାରେ ନୁହନ୍ତି ସତ୍ୟ ଏ ଜନ୍ମାଦି ମରଣ ପର୍ଯ୍ୟନ୍ତେ ଜୀବର ଧର୍ମ ବୋଲି ଏତେ ଏବେ ନିମାର୍ଗ ଅନୁସରି ଉଦ୍ଧବେ କହିଲେ ମୁରାରି ବୃକ୍ଷ ପର୍ବତ ଛାୟା ଯେନେ ନିଶ୍ଚଳ ଜଳ କମ୍ପନେ ଜଳ ଚଳିଲେ ଯେନେ ଚଳେ ଭ୍ରମ ହିଁ ଅବନି ମଣ୍ଡଳେ ସ୍ୱପ୍ନେ ଅନର୍ଥ ଦେଖି ଯେତେ ମିଥ୍ୟା ବିଚାର କରିଚିତେ କେବେ ନୁହଁ ଏ ସତ୍ୟ ଏ ମୋ ମାୟା ବିକଳ୍ପିତ ଏଣୁ ତୁ ଭ୍ରମ ପରିହର ଚଞ୍ଚଳ ଚିତ୍ତ କର ସ୍ଥିର ଏଣୁ ଏ ଲୋକ ଧର୍ମ ଯେତେ ମିଥ୍ୟା ବିଚାର ଯେ ନିଶ୍ଚିନ୍ତେ ଯେ ଅବାସ୍ତୁତି ଅପମାନ ଏହାକୁ ଉଦ୍ଧବ ନ ଘେନ କେବା କରଇ ଅଭିମାନ ଭର୍ଷଣ ତର୍ଜନ ତାଡ଼ନ କେ ଅବା କରେ ନିନ୍ଦାସ୍ତୁତି କେ ଉପହାସେ ବା ଅସନ୍ତି କେ ଅବା ବଳେ ଧନ ନାଶେ କେ ମାରେ କେ ବା ବାନ୍ଧେ ରୋଷେ ଭୋଜନ ପାତ୍ରେ ଧୂଳି ଦିଅନ୍ତି କେବଳେ ତୋଳି କଚାଡ଼ନ୍ତି ତଥାପି ଧୀର ମହାଶୟ ନିଷ୍କାମ ଗଭୀର ହୃଦୟ ଯେ ପ୍ରାଣୀ ସ୍ତୁତି ନିନ୍ଦା ସହେ ଅଦୃଷ୍ଟ ମାନି ସ୍ଥିର ରହେ ଉଦ୍ଧବ ବାଚ ଉଦ୍ଧବ କର୍ଣ୍ଣେ ତାହା ଶୁଣି ବୋଲଇ ଶୁଣ ଚକ୍ର ପାଣି ଏ ବଡ଼ ସଂଶୟ ମୋ ଚିତ୍ତେ ମନ୍ତେ କେ ଅଛି ଜଗତେ କେ ପାରେ ଏତେ ଦୁଃଖ ସହି ମର୍ତ୍ତେ ମନୁଷ୍ୟ ଦେହ ହୋଇ ଯାହାର ମର୍ମ ଅଭ୍ୟନ୍ତରେ ଭେଦ ଇ କୁବଚନ ସରେ କେ ଚିତ୍ତ ନିରୋଧିବ ସହି ଏମନ୍ତ ପ୍ରାଣୀ ନ ଦେଖାଇ ଯେ ଅଛି ସର୍ବଶାସ୍ତ୍ର ମତେ ଯୋଗ ଅଭ୍ୟାସୀ ଦୃଢ଼ ଚିତ୍ତେ ନିନ୍ଦାସ୍ତବନ ବେନିପତ ସେହି ଭ୍ରମ ଏ ଜଗତ ଯେ ଅବାଛନ୍ତି ସାଧୁ ଜନେ ତୋ ପାଦ ସୁଧା ମଧୁପାଦେ ଚିତ୍ତ ଆନନ୍ଦେ ଭୋଳମତି ଏ କର୍ମ ସେ ଅବାସହନ୍ତି ଶ୍ରୁତି ନିନ୍ଦନ ଯେ ପ୍ରକାରେ ଯେ ଦୁଷ୍ଟ ବଚନ ପ୍ରହାରେ ଏ ବଡ଼ ଭ୍ରମ ମୋର ଚିତ୍ତେ ଭନାଥ ସହିବି କେମନ୍ତେ ଉଦ୍ଧବ କହେ କୃଷ୍ଣ ପାଶେ ସୁଜନ ମଜଇ ରସେ ବୋଲଇ ଦାସ ଜଗନ୍ନାଥ ପ୍ରାକୃତ ବନ୍ଦେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତଂ वैयासिक्यम् एकादश स्कंदे सर्वं सह प्रश्नौ नाम त्रयोविंशोऽध्यायः बोलानन्दे कवार हरि हरि बोल।